ଚଷା ପୁଅ ସୁଭାଷ ଚୌହାନ ଓଡ଼ିଶାର ଭାତହାଣ୍ଡି ବରଗଡ଼ ଜିଲ୍ଲାରେ ତାଙ୍କର ଜନ୍ମ। ଏମିତି ଏକ ଗାଁରେ ଜନ୍ମ ନେଇଥିଲେ ସୁଭାଷ, ଯେଉଁଠି ନୀତି ବଞ୍ଚିବା ପାଇଁ ଲୋକ ସଂଘର୍ଷ କରନ୍ତି। ପାହାଡ଼ ପର୍ବତ ଘେରା ମଫସଲ ଗାଁଟିଏ। ପିଲାଟି ବେଳୁ ଗରିବୀ ବେଶ ପାଖରୁ ଦେଖିଥିଲେ ସୁଭାଷ। ବାପା ଶ୍ୟାମସୁନ୍ଦର ଚୌହାନ ଥିଲେ ଚାଷୀ। ବିଲରେ କାମ କଲେ ଘରେ ଚୁଲି ଜଳୁଥିଲା। କଅଁଳ ବୟସରେ ଅଭାବୀ ପରିବାରର ଦୁଃଖକୁ ବୁଝିପାରୁଥିଲେ ସୁଭାଷ। ପାଠପଢ଼ା ସହ ଚାଷବାସରେ ବାପା ମାଆଙ୍କୁ ସାହାଯ୍ୟ କରନ୍ତି। କ୍ଷେତରେ କାମ କରିବା ବେଳେ ବାପାଙ୍କ ପାଖକୁ ଖାଇବା ନେଇ ଦେଉଥିଲେ। ଯେତେବେଳେ ବାପା ବିଲ ମୁଣ୍ଡରେ ବସି ପଖାଳ ଖାଆନ୍ତି, ସେତିକି ବେଳେ ଦିଘେରା ହଳ ବୁଲେଇ ଦିଅନ୍ତି ସୁଭାଷ। ବିଲରୁ ଧାନ ଗୋଟାଇ ଘରକୁ ଆଣନ୍ତି। ଅଭାବ ଅନାଟନ ଥିଲା ସତେ ଯେମିତି ସୁଭାଷଙ୍କର ବାଲ୍ୟ ବନ୍ଧୁ। ଏମାନଙ୍କ ସହ ପାଦରେ ପାଦ ମିଳାଇ ଚାଲିବା ବି ଶିଖିଛନ୍ତି ସୁଭାଷ। ଛେଳି ପୋଷି ପାଠ ବି ପଢୁଥିଲେ। ଏମିତି ବି ସମୟ ଆସିଛି, କେବେ କେବେ ପେଟ ପୂରା ଖାଇବାକୁ ବି ମିଳେ ନାହିଁ। ସୁଆଦିଆ ତିଅଣ କଥା କିଏ ପଚାରେ? ମା ବାଢ଼ି ଦେଉଥିଲେ ପଖାଳ, ଲୁଣରେ ପିଆଜ କଞ୍ଚା ଲଙ୍କା ଲଗାଇ ଖାଇଦେଇ ସ୍କୁଲ ବାହାରି ଯାଉଥିଲେ ସୁଭାଷ। ଭଲ ପଢୁଥିଲେ। ଡିବିରି ମିଞ୍ଜି ମିଞ୍ଜି ଆଲୁଅରେ ବିତି ଯାଇଥିଲା ଶୈଶବ। ଭାରି ଦୃଢ଼ମନା ବି ଥିଲେ ସୁଭାଷ। ପିଲାଟି ବେଳୁ ଆଖିରେ ଥିଲା ଅସୁମାରୀ ସ୍ୱପ୍ନ। ସତେ ଯେମିତି ସମସ୍ତଙ୍କୁ ଏକାଠି କରିବାର କଳା ଥିଲା ସୁଭାଷଙ୍କ ପାଖରେ। ସେ ଡାକି ଦେଉଥିଲେ, ଠୁଳ ହୋଇ ପଡୁଥିଲେ ଗାଁର ପିଲାମାନେ। ଭାରି ଭଗବାନ ବିଶ୍ୱାସୀ ଥିଲେ। ସନ୍ଧ୍ୟା ହେଲେ ଖେଳକୁଦ ସାରି ସାଙ୍ଗସାଥୀଙ୍କ ସହ ମିଶି ପହଞ୍ଚି ଯାଉଥିଲେ ଗାଁ ମୁଣ୍ଡରେ ଥିବା ମନ୍ଦିରରେ। ଓಂ ଭୂର୍ଭୁବଃ ସ୍ୱଃ ତତ୍ସବିତୁର୍ବରେଣ୍ୟମ୍। ହାଇସ୍କୁଲ କ୍ୟାରିୟର ସାରିବା ପରେ କଲେଜରେ ପାଦ ଥାପିଲେ ସୁଭାଷ। ଖଣ୍ଡିଏ ପ୍ୟାଣ୍ଟ ସାର୍ଟ, ହଳେ ଚପଲରେ ବିତି ଯାଇଥିଲା ଅଧା କଲେଜ। ପାଠପଢ଼ା ସହିତ ସବୁବେଳେ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରି ରଖନ୍ତି ସୁଭାଷ।
ବେଳେବେଳେ ବସି ପିଲାଦିନର କଥା ଭାବି ମନ ଦୁଃଖ କରନ୍ତି ସୁବାସ। ସେ ଭାଙ୍ଗି ପଡ଼ନ୍ତି ନାହିଁ। ତାଙ୍କର ସବୁବେଳେ ଇଚ୍ଛା ଲୋକଙ୍କର ସେବା କରିବା। ପିଲାବେଳର ଭଙ୍ଗା ଟ୍ରେନ୍ ଖେଳନାକୁ ଦେଖି ସେ ସବୁବେଳେ ଚିନ୍ତା କରନ୍ତି ନିଜ ଏରିଆକୁ କିପରି ଟ୍ରେନ୍ ଆସିବ। ତାହା ମଧ୍ୟ ସଫଳ ହୋଇଛି। ସାଥୀ ହୋଇଥିଲା ଦଦରା ସାଇକେଲ। କେତେବେଳେ ସେଥିରୁ ଚେନ୍ ଖସି ଯାଉଥିଲା ତ ପୁଣି କେତେବେଳେ ବ୍ରେକ୍ ଲାଗେନି। କଷ୍ଟେ ମଷ୍ଟେ କଲେଜ କ୍ୟାରିୟର ସରିଗଲା। କଲେଜରେ ପାଠ ପଢିବା ବେଳେ RSS ରେ ଯୋଗ ଦେଇଥିଲେ। ତାଙ୍କ ପାଖରେ ଥିଲା ସମସ୍ତଙ୍କୁ ଏକାଠି କରିବାର ଗୁଣ। ଏଥିପାଇଁ ସମସ୍ତେ ବି ତାଙ୍କୁ ବେଶ ଭଲ ପାଆନ୍ତି। ଛାତ୍ର ସଂଗଠନରୁ ରାଜନୀତିରେ ପାଦ ଦେଇଥିଲେ ସୁବାସ। ଆଜି ବିଜେପିର ସକ୍ରିୟ ସଦସ୍ୟ। ବନ୍ଧୁଗଣ, ଏବେ ମଞ୍ଚାସୀନ ହେବାକୁ ଯାଉଛନ୍ତି ବରଗଡ଼ବାସୀଙ୍କ ସୁଖ ଦୁଃଖ ହସ ଲୁହର ସାଥୀ ତଥା ସମାଜସେବୀ ଶ୍ରୀଯୁକ୍ତ ସୁଭାଷ ଚନ୍ଦ୍ର ଚୌହାନ। ତେବେ ଚାଲନ୍ତୁ ତାଙ୍କୁ ଭବ୍ୟ ସ୍ୱାଗତ କରିବା। भारत माता की जय, भारत माता की जय, वंदे मातरम, वंदे मातरम, वंदे मातरम। ଛାତ୍ର ସଂଗଠନରୁ ରାଜନୀତିରେ ପାଦ ଦେଇଥିଲେ ସୁବାସ। 2014ରେ ତାଙ୍କୁ ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିଥିଲା ବିଜେପି। ଅଳ୍ପ ଭୋଟ ବ୍ୟବଧାନରେ ହାରି ଯାଇଥିଲେ। ବରଗଡ଼ ସଂସଦୀୟ କ୍ଷେତ୍ରରେ କଂଗ୍ରେସକୁ ଠେଲି ବିଜେପିକୁ 3 ନମ୍ବରରୁ 2 ନମ୍ବରକୁ ଆଣିଥିଲେ ସୁବାସ ଚୌହାନ। ଯେତେ ଯାହା ହେଉନା କାହିଁକି ଲୋକଙ୍କ ସେବା କରିବାର ବ୍ରତକୁ ସେ ଭୁଲି ନାହାନ୍ତି। ନିଜ ଅଞ୍ଚଳର ଲୋକଙ୍କ ସୁଖ ଦୁଃଖର ସାଥୀ ହୋଇଛନ୍ତି। ଅଧା ରାତିରେ ବିପଦ ଆପଦରେ କିଏ ଡାକିଦେଲେ ପାଖରେ ଠିଆ ହୁଅନ୍ତି ସୁବାସ। ଜନତା ଜନାର୍ଦ୍ଦନଙ୍କ ସେବା ପାଇଁ ତ ନିଜକୁ ଉତ୍ସର୍ଗ କରିଛନ୍ତି। ଦକ୍ଷ ଓ ପ୍ରଭାବଶାଳୀ ସଂଗଠକ ସୁବାସ ଚୌହାନ ପ୍ରତ୍ୟକ୍ଷ ରାଜନୀତିକୁ ଆସିବା ଆଗରୁ 1995ରୁ 2000 ମସିହା ପର୍ଯ୍ୟନ୍ତ ସେ ହିନ୍ଦୁ ଜାଗରଣ ମଞ୍ଚର ରାଜ୍ୟ ସଭାପତି ଭାବରେ କାର୍ଯ୍ୟଭାର ତୁଲାଇଥିଲେ। ଏହାପରେ 2000ରୁ 2003 ମସିହା ପର୍ଯ୍ୟନ୍ତ ସେ ଥିଲେ ଓଡ଼ିଶାର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଯୁଗ୍ମ ପ୍ରଚାର ପ୍ରମୁଖ। 2001 ମସିହାରେ ସେ ହିନ୍ଦୁ ଜାଗରଣ ସାମୁଖ୍ୟର ସଂଯୋଜକ ଦାୟିତ୍ୱ ବି ତୁଲାଇଛନ୍ତି। 2003ରୁ 2006 ପର୍ଯ୍ୟନ୍ତ ବଜରଙ୍ଗ ଦଳର ରାଜ୍ୟ ସଂଯୋଜକ ଭାବରେ କାମ କରିଛନ୍ତି ସୁବାସ ଚୌହାନ। ପରେ 2006ରୁ 2007 ପର୍ଯ୍ୟନ୍ତ ସେ ଥିଲେ ବଜରଙ୍ଗ ଦଳର ପ୍ରାନ୍ତ ସଂଯୋଜକ। 2008ରେ ସୁବାସ ଚୌହାନ ବଜରଙ୍ଗ ଦଳର ରାଷ୍ଟ୍ରୀୟ ସହ ସଂଯୋଜକ ନିଯୁକ୍ତି ହୋଇଥିଲେ। ସମସ୍ତ ଦାୟିତ୍ୱ ସୁଚାରୁ ରୂପେ ସମ୍ପାଦନ କରିବା ପରେ 2010ରେ ସେ ହୋଇଥିଲେ ବଜରଙ୍ଗ ଦଳର ରାଷ୍ଟ୍ରୀୟ ସଂଯୋଜକ। ଏତିକିବେଳେ ତାଙ୍କର ବିଜେପି କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଉତ୍ତମ ସମ୍ପର୍କ ଗଢ଼ି ଉଠିଥିଲା। 2014 ନିର୍ବାଚନରେ ଶ୍ରୀଯୁକ୍ତ ଚୌହାନ ତାଙ୍କ ବିରୋଧୀଠାରୁ ମାତ୍ର 11,000 ଭୋଟରେ ପରାସ୍ତ ହୋଇଥିଲେ। କିନ୍ତୁ ତାପରେ ବି ରାଜନୈତିକ ସ୍ତରରେ ତାଙ୍କ ଦବଦବା ଖୁବ୍ ବଢ଼ିଯାଇଥିଲା। ଏହାପରେ 2019 ନିର୍ବାଚନରେ ଶ୍ରୀଯୁକ୍ତ ଚୌହାନ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ।
ଆଉ ତାଙ୍କ ଦକ୍ଷତା ଦେଖି ତାଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଚେୟାରପର୍ସନ ଆସନ ଦିଆଯାଇଥିଲା। କିନ୍ତୁ ସେ ମାତ୍ର 54 ବର୍ଷ ବୟସରେ ଲିଭର କ୍ୟାନ୍ସରରେ ପୀଡ଼ିତ ହୋଇ ମେ 10 ତାରିଖ 2020 ମସିହାରେ ଆରପାରିକୁ ଚାଲି ଯାଇଥିଲେ। କେବଳ ଓଡ଼ିଶା ନୁହେଁ ବରଂ ଭାରତ ମଧ୍ୟ ଏକ ଯୋଗ୍ୟ ସନ୍ତାନକୁ ହରାଇଥିଲା। ଦଳବର୍ଗ ନିର୍ବିଶେଷରେ ସମସ୍ତ ପାର୍ଟିର ସଦସ୍ୟ ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ହୁଏତ ଏହି ନିରାଡମ୍ବର ଆଉ ଦେଶପ୍ରେମୀ ଲୋକଟିକୁ ଓଡ଼ିଶାର କିଛି ଲୋକ ଜାଣିନଥିବେ। ମାତ୍ର 8 ବର୍ଷ ବୟସରେ RSSରେ ଯୋଗ ଦେଇଥିବା ଏହି ସରଳ ଲୋକଟିର ଜୀବନଶୈଳୀ ଖୁବ୍ ନିରାଡମ୍ବର। ଏହା ଥିଲା ଶ୍ରୀଯୁକ୍ତ ଚୌହାନଙ୍କ ଲାଇଫ୍ ଷ୍ଟୋରି। ଯଦି ଭିଡ଼ିଓଟି ଆପଣଙ୍କୁ ପସନ୍ଦ ଲାଗେ ତେବେ ଲାଇକ୍ କରିବାକୁ ଭୁଲିବେନି। ଚ୍ୟାନେଲକୁ ଯଦି ପ୍ରଥମ କରି ଦେଖୁଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଯଦି ଏ ଭିଡ଼ିଓଟି ଆପଣ ଆମ ଫେସବୁକ୍ ପେଜରେ ଦେଖୁଛନ୍ତି ପେଜକୁ ଲାଇକ୍ କରନ୍ତୁ ଓ ଫଲୋ କରନ୍ତୁ। ବନ୍ଦେ ଉତ୍କଳ ଜନନୀ। ଜୟ ହିନ୍ଦ।